ନମସ୍କାର ଜୟ ଜଗନ୍ନାଥ ଆପଣମାନେ ସମସ୍ତଙ୍କୁ ମୋ ଚ୍ୟାନେଲ ଲର୍ନ ୱିଥ୍ ରଶ୍ମିତାକୁ ସ୍ୱାଗତ। ଯଦି ଆପଣମାନେ ମୋ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଭିଜିଟ୍ କରୁଛନ୍ତି ତାହେଲେ ମୋ ଚ୍ୟାନେଲକୁ ଲାଇକ୍ ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେ ନାହିଁ। ଆଜି ଆମେ ଷଷ୍ଠ ଶ୍ରେଣୀ ନିମନ୍ତେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାର କିଛି ଗଣିତ ପ୍ରଶ୍ନ ଦେଖିବା। ତ ଡେରି ନକରି ଚାଲନ୍ତୁ ଆରମ୍ଭ କରିବା। ପ୍ରଥମ ଦେଇଛି ଆୟତ ଚିତ୍ରରେ କେତୋଟି ସମକୋଣ ଥାଏ। ଆୟତ ଚିତ୍ରରେ 4ଟି କୋଣ ଥାଏ ଏବଂ ପ୍ରତ୍ୟେକ କୋଣ ହେଉଛି ସମକୋଣ। ତେଣୁ ଅପସନ୍ ଡି ହେଉଛି ଏହାର ରାଇଟ୍ ଆନ୍ସର। ଗୋଟିଏ ତ୍ରିଭୁଜରେ କେତୋଟି ଶୀର୍ଷବିନ୍ଦୁ ଅଛି? 3ଟି ଶୀର୍ଷବିନ୍ଦୁ ଅଛି। କ ଖ ଗ ତ୍ରିଭୁଜରେ କେଉଁ ବାହୁ ଦ୍ୱାରା ଛେଦରେ କ ବିନ୍ଦୁଟି ଶୀର୍ଷବିନ୍ଦୁ ସୃଷ୍ଟି? ତ ପ୍ରଥମେ ଆମେ ଗୋଟେ ଚିତ୍ର କରିବା। ତ ଆପଣମାନେ ଦେଖୁଥିବେ ଚିତ୍ରରେ କ ଖ ଗ ଯୋଉଟା ଅଛି ଆମର କ ଖ ଆଉ କ ଗ ସେଇ ଦିଟା ଛେଦବିନ୍ଦୁର ହେଉଛି ଘ ଶୀର୍ଷବିନ୍ଦୁ। 4 ନମ୍ବର ପ୍ରଶ୍ନ, କ ଖ ଗ ତ୍ରିଭୁଜରେ କେତୋଟି ବାହୁ ଅଛି? ତ ତ୍ରିଭୁଜରେ ଆମେ ସମସ୍ୟା 3ଟି ବାହୁ ଅଛି। ତେଣୁ ଅପସନ୍ ନମ୍ବର ସି ହେଉଛି ଏହାର ରାଇଟ୍ ଆନ୍ସର। କ ଖ ଗ ଘ ଚିତ୍ରଟିକ ଆୟତ ଚିତ୍ରର କୋଣ ପରିମାଣ ଅନୁସାରେ କ ଖ ଘ ତ୍ରିଭୁଜଟି କି ପ୍ରକାର ତ୍ରିଭୁଜ ହେବ? ସେଟା ସମକୋଣୀ ତ୍ରିଭୁଜ ହେବ, କାରଣ ଗୋଟିଏ କୋଣର ସମକୋଣ ରହିଛି। ତ ଅପସନ୍ ଏ ହେଉଛି ଏହାର ରାଇଟ୍ ଆନ୍ସର। ପରବର୍ତ୍ତୀ ପ୍ରଶ୍ନ, ନିମ୍ନସ୍ଥ ଚିତ୍ରରେ କ ଖ ଗ ଘ ଏକ ଆୟତ ଚିତ୍ର ହେଲେ କ ଖ ଘ ତ୍ରିଭୁଜଟି ବାହୁର ଦୈର୍ଘ୍ୟ ଅନୁସାରେ କ'ଣ ହବ? ଯେହେତୁ ଏଟା ଗୋଟେ କ'ଣ ହେବ ନା ବିଷମ ବାହୁ ତ୍ରିଭୁଜ ହବ, କାରଣ 3ଟାଙ୍କ ବାହୁର ଦୈର୍ଘ୍ୟ କ'ଣ ସମାନ ନୁହେଁ। ତ ଅପସନ୍ ଏ ହେଉଛି ଏହାର ରାଇଟ୍ ଆନ୍ସର। ପରବର୍ତ୍ତୀ ପ୍ରଶ୍ନ, ତ୍ରିଭୁଜ କ ଖ ଗ ରେ କ ଖ 3 ସେଣ୍ଟିମିଟର, ଖ ଗ 4 ସେଣ୍ଟିମିଟର, ଗ କ 6 ସେଣ୍ଟିମିଟର ତ୍ରିଭୁଜଟି କି ପ୍ରକାର ତ୍ରିଭୁଜ? ଯେହେତୁ ତ୍ରିଭୁଜଟି କ'ଣ ନା ଆମର 3ଟାଙ୍କ ବାହୁର ଦୈର୍ଘ୍ୟ ଅସମାନ, ତ ଏଇଟା ହେଇଯିବ କ'ଣ ଆମର ବିଷମ ବାହୁ ତ୍ରିଭୁଜ। ଅପସନ୍ ଏ ହେଉଛି ଏହାର କ'ଣ ରାଇଟ୍ ଆନ୍ସର। ପରବର୍ତ୍ତୀ ପ୍ରଶ୍ନ, ତ୍ରିଭୁଜ କ ଖ ଗ ରେ କ ଖ 6 ସେଣ୍ଟିମିଟର, ଖ ଗ 4 ସେଣ୍ଟିମିଟର, ଗ କ 6 ସେଣ୍ଟିମିଟର ତ୍ରିଭୁଜଟି କି ପ୍ରକାରର? ଯେହେତୁ ଏଠି 2ଟାଙ୍କ ବାହୁର ଦୈର୍ଘ୍ୟ ଆମର ସମାନ ଅଛି, ତେଣୁ ଏହା ଏକ ସମଦ୍ୱିବାହୁ ତ୍ରିଭୁଜ ହେବ। ଅପସନ୍ ନମ୍ବର ସି ହେଉଛି ଏହାର ସଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, ତ୍ରିଭୁଜ କ ଖ ଗ ରେ କ ଖ ଇଜିକ୍ୱାଲ୍ ଟୁ ଖ ଗ ଇଜିକ୍ୱାଲ୍ ଟୁ ଗ କ ହେଲେ ତ୍ରିଭୁଜଟି କି ପ୍ରକାର ତ୍ରିଭୁଜ ହେବ? ଯେହେତୁ ଏହି ତ୍ରିଭୁଜର 3ଟାଙ୍କ ବାହୁର ଦୈର୍ଘ୍ୟ ସମାନ, ତେଣୁ ଏହାର ଉତ୍ତର ହେବ ସମବାହୁ ତ୍ରିଭୁଜ। ଅପସନ୍ ନମ୍ବର ସି। 10 ନମ୍ବର ପ୍ରଶ୍ନ, ଗୋଟିଏ ତ୍ରିଭୁଜରେ ଅତି କମରେ କେତୋଟି ସୂକ୍ଷ୍ମ କୋଣ ରହିବ? ଗୋଟିଏ ତ୍ରିଭୁଜରେ ଅତି କମରେ 2ଟି ସୂକ୍ଷ୍ମ କୋଣ ରହିବ ଏବଂ ଅତି ବେଶୀରେ 3ଟି ସୂକ୍ଷ୍ମ କୋଣ ରହିବ। ତ ଏଟାର ଆନ୍ସର ହେବ ଅପସନ୍ ନମ୍ବର ବି। ଅତି କମଟା ରହିଛି ତ 2 ହେବ ଆନ୍ସର। ଗୋଟିଏ ତ୍ରିଭୁଜରେ ଅତି ବେଶୀରେ କେତେଟା ସୂକ୍ଷ୍ମ କୋଣ ରହିପାରିବ? ମୁଁ ଏଠି କହିଥିଲି ଜଷ୍ଟ ତା ପୂର୍ବରୁ ଅତି ବେଶୀରେ 3ଟି ସୂକ୍ଷ୍ମ କୋଣ ରହିପାରିବ। ଅପସନ୍ ସି ହେଉଛି ରାଇଟ୍ ଆନ୍ସର। ଗୋଟିଏ ତ୍ରିଭୁଜରେ ଅତି ବେଶୀରେ କେତୋଟି ସ୍ଥୂଳ କୋଣ ରହିବ? ସ୍ଥୂଳ କୋଣକରେ 90ରୁ ଅଧିକ, ତ ଗୋଟିଏ ରହିବ ଆଉ 2ଟା କୋଣ ସୂକ୍ଷ୍ମ କୋଣ ରହିବ। ଆନ୍ସର ହେବ ଅପସନ୍ ନମ୍ବର ଏ। ଯିବା ଆମେ ପରବର୍ତ୍ତୀ ପ୍ରଶ୍ନକୁ। ସମକୋଣୀ ତ୍ରିଭୁଜରେ 3ଟି ଯାକ ସମକୋଣ, ଏଟା ଭୁଲ, କାରଣ ତ୍ରିଭୁଜ 3ଟା କୋଣ ହେଉଛି 180, ଏଟା ହବନି। 2ଟି କୋଣ ସମକୋଣ ଅନ୍ୟଟି ସୂକ୍ଷ୍ମ କୋଣ, ଏଟା ବି ଭୁଲ। 2ଟା କୋଣ ଏଠି 180 ହେଇଗଲେ ଆଉ ଗୋଟା କ'ଣ 0, ତ କେବେ ହବନି। ଗୋଟିଏ କୋଣ ସମକୋଣ ଏବଂ ଅନ୍ୟ 2ଟି ସୂକ୍ଷ୍ମ କୋଣ, ଏଇଟା ହେଉଛି ସଠିକ୍ ଆନ୍ସର। ତାର ଗୋଟିଏ କୋଣ ହେବ ସମକୋଣ ଆଉ ଗୋଟେ ସୂକ୍ଷ୍ମ କୋଣ। ସେପରି ସ୍ଥୂଳ କୋଣ ତ୍ରିଭୁଜରେ 3ଟି ଯାକ ସ୍ଥୂଳ କୋଣ, ଏଟା ଭୁଲ। 2ଟି ସ୍ଥୂଳ କୋଣ, ଏଟା ବି ଭୁଲ। ଗୋଟିଏ ସ୍ଥୂଳ 2ଟି କୋଣ ସୂକ୍ଷ୍ମ କୋଣ, ଏଇଟା ହେଉଛି ସଠିକ୍ ଆନ୍ସର। ଏବଂ 3ଟି ଯାକ କୋଣ ସୂକ୍ଷ୍ମ କୋଣ ତ ହେବନି କେବେ ବି, କାରଣ ଏଟା ସ୍ଥୂଳ କୋଣ ତ୍ରିଭୁଜ। ତ ଅପସନ୍ ନମ୍ବର ସି ହେଉଛି ଏହାର ରାଇଟ୍ ଆନ୍ସର। ଯିବା ଆମେ ପରବର୍ତ୍ତୀ ପ୍ରଶ୍ନକୁ। ବ୍ରେଲ୍ ଲିପିରେ କେଉଁ ଅକ୍ଷର ପାଇଁ 2ଟି ବିନ୍ଦୁ ନିଆଯାଇଥାଏ? ଆମର ଅପସନ୍ ହେଉଛି ବି, ସି, ଇ, ଆଇ, କେ। ତ ଅପସନ୍ ନମ୍ବର ବି ହେଉଛି ଏହାର ସଠିକ୍ ଆନ୍ସର। 16 ନମ୍ବର ପ୍ରଶ୍ନ, ବ୍ରେଲ୍ ଲିପିରେ କେଉଁ ଅକ୍ଷର ପାଇଁ 5ଟି ଲେଖାଏଁ ବିନ୍ଦୁ ଦିଆଯାଇଥାଏ? ଏହାର ସଠିକ୍ ଆନ୍ସର ହେଉଛି କ୍ୟୁ ଓ ୱାଇ। ତ ଏହାର ଅପସନ୍ ନମ୍ବର ଡି ହେଉଛି ଏହାର ସଠିକ୍ ଆନ୍ସର। ଦେଖିବା ଆମେ ପରବର୍ତ୍ତୀ ପ୍ରଶ୍ନଟିକୁ ଯିବା। ଗୋଟିଏ ଚତୁର୍ଭୁଜର କେତୋଟି ବାହୁ ଥାଏ? ଚତୁର୍ଭୁଜ, ଚତୁର୍ ମାନେ 4, ଭୁଜ ମାନେ ବାହୁ, ତ ଚତୁର୍ଭୁଜରେ କେତୋଟି ବାହୁ ଥାଏ? ନା 4ଟି ବାହୁ ଥାଏ। ଅପସନ୍ ନମ୍ବର ଡି ହେଉଛି ଏହାର ରାଇଟ୍ ଆନ୍ସର। ଗୋଟିଏ ଚତୁର୍ଭୁଜରେ କେତୋଟି କୋଣ ଅଛି? ତ 4ଟି ବାହୁ ଅଛି ମାନେ ତାର କୋଣ ସଂଖ୍ୟା ବି ହେଉଛି 4। 19 ନମ୍ବର, ଗୋଟିଏ ଚତୁର୍ଭୁଜରେ କେତୋଟି କର୍ଣ୍ଣ ଅଛି? କର୍ଣ୍ଣ କହିଲେ
विपरीत कौणिक बिंदु को जोग कर रेखाखंड को कर्ण कहुए। तो यार केतोटी कर्ण बोले ना दुईटी कर्ण हो पार। तो ऑप्शन नंबर बी हूँ यार राइट आंसर। जीवा परवर्ती प्रश्न टी को केउ त्रिभुजर प्रत्येक कोण समान जार बाहु समान तार कोण समान हे। तो समबाहु त्रिभुज समबाहु त्रिभुजर तीनटा बाहु समान तीनटा कोण समान एवं प्रत्येक कोण हूँ 60 डिग्री। गोटे त्रिभुजर कोण गुड़िकर परिमाण परस्पर समान हेले प्रत्येक कोणर परिमाण केते हबो। त्रिभुजर तीन कोण मिसी होची 180 डिग्री। तेनु तीनटा कोण समान तो प्रत्येक केते हेबे ना 180 हरण 3 समान 60 डिग्री लेखा हेबे। समबाहु त्रिभुजर प्रत्येक कोणर परिमाण केते एटा मु ऑलरेडी कहि साली। समबाहु त्रिभुजर प्रत्येक कोण होची 60 डिग्री। क ख ग त्रिभुजरे क ख इक्वल टू क ग हेले क ख ग र परिमाण होची 75 हेले ख क ग र परिमाण केते हबो। जेतु दीटा बाहु समान ख आ ग र कोणर परिमाण भी समान हे। तो ख 75 डिग्री हेले ग टा भी 75 डिग्री ताले ख ग मिसेला 75 50 150 ताले क कोणटा केते ना 180 फेडान 150 समान 30 डिग्री। क ख ग त्रिभुज क ख इक्वल टू क ग हेले ख ग क र परिमाण हेला 40 ताले क ख ग र परिमाण केते हबो जेतु दीटा बाहुर दैर्घ्य समान दीटा कोणर परिमाण भी समान हेबो। तेणु एटा 40 डिग्री होची क ख ग र कोणर परिमाण मध्य केते डिग्री हबो 40 डिग्री हबो। ब्रेल लिपि रे केउ अक्षर रे केवल गोटिए स्थूल कोण मिले यार सठिक आंसर होची एस। तो ऑप्शन नंबर ए होची यार राइट आंसर। वीडियो टी भल लागे लाइक शेयर सब्सक्राइब करिवे। रहउची जय जगन्नाथ।